ୟୁନାଇଟେଡ୍ କଲଚରାଲ ଏଣ୍ଡ ସ୍ପୋର୍ଟସ୍ ଆସୋସିଏସନର 35ତମ ବାର୍ଷିକ ଉତ୍ସବ ଅମରଦା ରୋଡ ନଟାକଟା ପଞ୍ଚାୟତ ସ୍ଥିତ ୟୁନାଇଟେଡ୍ କଲଚରାଲ ସ୍ପୋର୍ଟସ୍ ଆଣ୍ଡ ଆସୋସିଏସନର 35ତମ ବାର୍ଷିକ ଉତ୍ସବ ମହା ଆଡମ୍ବରରେ ପାଳିତ ହୋଇଛି। ଆସୋସିଏସନର ମୁଖ୍ୟ ଉଦ୍ୟୋକ୍ତା ରାଜକିଶୋର ମହାନ୍ତିଙ୍କ ଅତିଥି ପରିଚୟ ପ୍ରଦାନ କରିବା ସହିତ ଆସୋସିଏସନ ସମ୍ପର୍କରେ ମତବ୍ୟକ୍ତ କରିଥିବା ବେଳେ ଆସୋସିଏସନର ସ୍ଥାୟୀ ସଭାପତି ସାଫଲ୍ୟ କୁମାର ନନ୍ଦୀଙ୍କ ପୌରୋହିତ୍ୟରେ ମୁଖ୍ୟ ଅତିଥି ଭାବେ ଉତ୍କଳ ବିଶ୍ୱବିଦ୍ୟାଳୟର ଭୂବିଜ୍ଞାନ ବିଭାଗର ମୁଖ୍ୟ ପ୍ରଫେସର ସୁରୂପ ଗୋସ୍ୱାମୀ, ମୁଖ୍ୟ ବକ୍ତା ଭାବେ ଫକୀରମୋହନ ମହାବିଦ୍ୟାଳୟର ସେବାନିବୃତ୍ତ ପ୍ରାଧ୍ୟାପକ ଜନାର୍ଦ୍ଦନ ବେହେରା, ବରଣ୍ୟ ଅତିଥି ଭାବେ ଅନୁଷ୍ଠାନର ସମ୍ପାଦକ ଉମେଶ ଚନ୍ଦ୍ର ପ୍ରଧାନ, ପୂର୍ବତନ ଜଳେଶ୍ୱର ବିଧାୟକ ଦେବୀପ୍ରସାଦ ଚାନ୍ଦ, ବସ୍ତା ଏସ୍ଡିପିଓ ମାନସ ରଞ୍ଜନ ଦେଓ ପ୍ରମୁଖ ଯୋଗ ଦେଇ କାର୍ଯ୍ୟକ୍ରମକୁ ଉଦ୍ଘାଟନ କରିବା ସହିତ ସାମାଜିକକୁ ସଂସ୍କାରର ନିବୃତ୍ତ ରହିବା ପାଇଁ ସମାଜକୁ ଆଧ୍ୟାତ୍ମିକ ଚିନ୍ତନ ଦ୍ୱାରା ଦିଗ୍ଦର୍ଶନ ଦେଇଥିଲେ। ପ୍ରଥମେ ଅମରଦା ରୋଡ ସଙ୍ଗୀତ ମହାବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ଦ୍ୱାରା ସଙ୍ଗୀତ ପରିବେଷଣ କରାଯାଇଥିଲା। ଦିନ ତମାମ ଚାଲିଥିବା ଜୁନିୟର ସିନିୟର ବକ୍ତୃତା, ତର୍କ, ଚିତ୍ରାଙ୍କନ, ସଙ୍ଗୀତ ନୃତ୍ୟ ପ୍ରତିଯୋଗିତାକୁ ବିଚାରକ ଭାବେ ସଙ୍ଗୀତ ଗୁରୁ ନିତ୍ୟାନନ୍ଦ ବାରିକ, ବନଜା ମହାନ୍ତି ପରିଚାଳନା କରିଥିଲେ। ଅନୁଷ୍ଠାନର ମୁଖ୍ୟ ଉଦ୍ୟୋକ୍ତା ରାଜକିଶୋର ମହାନ୍ତି ଆସୋସିଏସନ ସମ୍ପର୍କରେ ବକ୍ତବ୍ୟ ପ୍ରଦାନ କରିଥିଲେ। ଏହି ଅବସରରେ ପୂଜ୍ୟ ପୂଜା ମଧୁସୂଦନ ବେହେରାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିବା ବେଳେ ଅତିଥିମାନଙ୍କ ଦ୍ୱାରା ସର୍ବପ୍ରଥମେ ଅମରଦା ରୋଡ ସିଦ୍ଧେଶ୍ୱର ଉଚ୍ଚ ବିଦ୍ୟାଳୟର ନବମ ଶ୍ରେଣୀ ଛାତ୍ରୀ ରାଜସ୍ମିତା ବେହେରାଙ୍କୁ ସ୍କୁଲ, ଜିଲ୍ଲା ତଥା ରାଜ୍ୟ ବ୍ୟାଡମିଣ୍ଟନ ସ୍ତରରେ ଚମ୍ପିଆନ ଆଖ୍ୟା ଅର୍ଜନ, ଜାତୀୟ ସ୍ତରରେ ପ୍ରତିନିଧିତ୍ୱ କରି ଅମରଦା ରୋଡ ଅଞ୍ଚଳକୁ ଗୌରବାନ୍ୱିତ କରିଥିବାରୁ ତାଙ୍କୁ ଉପଢୌକନ, ପୁଷ୍ପଗୁଚ୍ଛ, ମାନପତ୍ର 1000 ଟଙ୍କା ପୁରସ୍କାର କରାଯାଇଥିଲା। ପରେ ବିଭିନ୍ନ ପ୍ରତିଯୋଗିତାରେ ଭାଗ ନେଇ କୃତିତ୍ୱ ହାସଲ କରିଥିବା 20 ଜଣ କୃତି ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିବା ବେଳେ ଆଖପାଖରେ ଥିବା ସ୍କୁଲ ଓ କଲେଜର ମେଧାବୀ ଛାତ୍ରଛାତ୍ରୀ ଓ 8 ଜଣଙ୍କୁ ଆର୍ଥିକ ଅନୁଦାନ ସହ ମାନପତ୍ର ଦେଇ ପୁରସ୍କାର କରାଯାଇଥିବା ବେଳେ ଆସୋସିଏସନର ସଭାପତି ଶ୍ରୀ ନନ୍ଦୀ ମଞ୍ଚାସୀନ ଅତିଥିମାନଙ୍କୁ ଉପଢୌକନ, ଫୁଲତୋଡ଼ା, ମେମୋଟମ୍ ଦେଇ ସମ୍ବର୍ଦ୍ଧିତ କରିଥିଲେ। ଦିନ ତମାମ ଚାଲିଥିବା ସମସ୍ତ କାର୍ଯ୍ୟକ୍ରମକୁ ଯତୀନ୍ଦ୍ର ମହାନ୍ତି, ତପନ କୁମାର ମିଶ୍ର, ସରୋଜ କୁମାର ବେହେରା, ତାପସ ବେହେରା ସୁଚାରୁ ରୂପେ ପରିଚାଳନା କରିଥିବା ବେଳେ ଆସୋସିଏସନର ସମସ୍ତ ସଦସ୍ୟ ସହଯୋଗ କରିଥିଲେ। ଶେଷରେ ଅଚ୍ୟୁତାନନ୍ଦ ଗିରି ଧନ୍ୟବାଦ ଅର୍ପଣ କରିଥିଲେ। ବସ୍ତାରୁ ଶିରୀଷ ମହାନ୍ତିଙ୍କ ରିପୋର୍ଟ, ଜନତା ଏକ୍ସପ୍ରେସ।